ଇ ଶ୍ରମ କାର୍ଡ଼କୁ ନେଇ ଆସିଲା ଆଉ ଏକ ବଡ଼ ଖବର। ମିଳୁଛି ଟଙ୍କା, ଜଲ୍ଦି ତିଆରି କରନ୍ତୁ ଇ ଶ୍ରମ କାର୍ଡ଼। 1000ରୁ ନେଇ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବେ ସରକାର। ତ ଏ ନେଇ କ'ଣ ରହିଛି ଅପଡ଼େଟ୍, ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ। ଯଦି ଆପଣଙ୍କର ଆବେଦନ ଇ ଶ୍ରମ କାର୍ଡ଼ ଯୋଜନାରେ ହୋଇନାହିଁ, ସରକାରଙ୍କ ବମ୍ପର ସୁବିଧା ସହିତ 2 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଲୋକମାନେ କେବେ ଭାବିନଥିବେ ଯେ ଦେଶ ତଥା ବିଶ୍ୱରେ କୋଭିଡ୍-19 ମହାମାରୀ ପରେ ଏଭଳି ସଙ୍କଟ ସୃଷ୍ଟି ହେବ। ତେଣୁ ଭାରତର ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ କଠିନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଲାଭଦାୟକ ଯୋଜନା ଆରମ୍ଭ କରାଯାଇଥିଲା, ଯାହାର ନାମ ଥିଲା ଇ ଶ୍ରମ କାର୍ଡ଼ ସ୍କିମ୍। ଯଦି ଆପଣଙ୍କର ଆବେଦନ ଇ ଶ୍ରମ କାର୍ଡ଼ ଯୋଜନାରେ ହୋଇନାହିଁ, ସରକାରଙ୍କ ବମ୍ପର ସୁବିଧା ସହିତ 2 ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ସୁବିଧାରୁ ବଞ୍ଚିତ ହୋଇପାରନ୍ତି। ଏତିକି ନୁହେଁ, ଯଦି ଆପଣଙ୍କର ନାମ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହିଁ, ତେବେ ଆପଣଙ୍କ ସରକାରୀ ଯୋଜନାର ଲାଭ ପାଇପାରିବେ ନାହିଁ। ବର୍ତ୍ତମାନ ଇ ଶ୍ରମ କାର୍ଡ଼ରେ ଅନେକ ସୁବିଧା ଉପଲବ୍ଧ ହେଉଛି, ଯେଉଁଥିପାଇଁ ଏହି ଯୋଜନା ସହିତ ଜଡ଼ିତ ଇ ଶ୍ରମ କାର୍ଡ଼ଧାରୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଗୀ ମାନ ଯୋଜନା, ଜାତୀୟ ପେନ୍ସନ୍ ଯୋଜନା ପାଇଁ ଲାଭ ପାଇପାରିବେ। ନିଜର ପେନ୍ସନ୍ ବ୍ୟବସ୍ଥା କରିବା, ଅଟଳ ପେନ୍ସନ୍ ସ୍କିମ୍, ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ତେବେ ସେହି ସରକାର ଭବିଷ୍ୟତରେ ଆହୁରି ଅନେକ ସୁବିଧା ବୃଦ୍ଧି କରିବାକୁ ଯାଉଛନ୍ତି। ଏଥିପାଇଁ କେଉଁମାନେ କରିପାରିବେ ଆବେଦନ? ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯେକୌଣସି ବ୍ୟକ୍ତି। ତେବେ ଆବେଦନ କରିବାକୁ ବୟସ 16ରୁ 59 ବର୍ଷ ମଧ୍ୟରେ ହେବା ଉଚିତ। ଏଥିପାଇଁ ଯୋଗ୍ୟତା ବିଷୟରେ କହିବାକୁ ଗଲେ ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ ବର୍ଗର ଦୋକାନ ସେବକ, ଦୋକାନ ବିକ୍ରେତା, କମ୍ପାନୀ ହେଲ୍ପର, ଅଟୋ ଡ୍ରାଇଭର, କ୍ଷୀର ବେପାରୀ, ସମସ୍ତ ଗୋରୁ ପାଳକ, ନ୍ୟୁଜ୍ ପେପର ହକର, ଅନଲାଇନ୍ କମ୍ପାନୀର ବିତରଣ ଯୁବକ, ଯେକୌଣସି ବ୍ୟକ୍ତି ଅନ୍ତର୍ଭୁକ୍ତ। ଏକ ଇ ଶ୍ରମ କାର୍ଡ଼ ତିଆରି କରିପାରିବେ। ଇ ଶ୍ରମ କାର୍ଡ଼ ପାଇଁ କିପରି ଆବେଦନ କରିବେ? ଯଦି ଆପଣ ଇ ଶ୍ରମ ସ୍କିମ୍ ସହିତ ସଂଯୁକ୍ତ ନୁହନ୍ତି, ତେବେ ଆପଣଙ୍କ ସ୍କିମ୍ ଅଫିସିଆଲ ୱେବସାଇଟ୍ ishram.gov.in ପରିଦର୍ଶନ କରି ଏଠାରେ ଉଲ୍ଲେଖ କରାଯାଇଥିବା ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିପାରିବେ, ଯାହା ମାଧ୍ୟମରେ ଆଧାର କାର୍ଡ଼ ନମ୍ବର, ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଅନ୍ତର୍ଭୁକ୍ତ। ତେବେ ସରକାର ଦ୍ୱାରା ଏଠାରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା।